ବନ୍ୟାର ସ୍ଥିତି ଏବେ ବି ଭଦ୍ରକ ଜିଲ୍ଲାରେ ସଙ୍ଗୀନ ରହିଛି। ଧାମନଗର କଥା ଯଦି କହିବା, ଯେହେତୁ ଉପର ମୁଣ୍ଡରେ ବର୍ତ୍ତମାନ ଯେହେତୁ ଜଳସ୍ତର କମୁଛି, କିନ୍ତୁ ତଳ ମୁଣ୍ଡରେ ଏକ ପ୍ରକାର ବନ୍ୟାର ସ୍ଥିତି ତାର ଭୟଙ୍କର ହେଉଛି। କାହିଁକିନା ଧାମନଗର ଅଞ୍ଚଳ ହସନାବାଦ କୁହନ୍ତୁ, ଅର୍ଜୁନପୁର, ଧୂସୁରୀ, ପ୍ରଧାନୀ ପଞ୍ଚାୟତରେ ଏବେ ବି ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ଭଣ୍ଡାରୀପୋଖରୀର ସ୍ଥିତି ଯଦି କହିବା, ସେ ମଧ୍ୟ ଅଞ୍ଚଳରେ ବନ୍ୟା ଜଳ ଯେତେବେଳେ ପ୍ରବେଶ କରିଥିଲା, ଯେହେତୁ ବୈତରଣୀ ନଦୀ କୂଳରେ ଯେଉଁ ଗାଁ ଗୁଡ଼ିକ ରହିଛି, ଆପଣ ବିରଳି କୁହନ୍ତୁ, ଷୋଳମପୁର କୁହନ୍ତୁ, ଏ ମାଳଦା କୁହନ୍ତୁ, ଏ ଅଞ୍ଚଳରେ ସମ୍ପୂର୍ଣ୍ଣ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହିତ ଏକ ପ୍ରକାର ବାସ ମଧ୍ୟ ନଷ୍ଟ ହୋଇଥିଲା। ଏବେ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ଜୀବନକୁ ଅତିବାହିତ କରୁଛନ୍ତି। ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ଲୋକମାନଙ୍କୁ ନିଜ ଜୀବନକୁ ଅତିବାହିତ କରୁଛନ୍ତି। ଯଦିଓ କୋଚିଳା ଗେଙ୍ଗୁଟି ନଦୀରେ ଯେତେବେଳେ ବୈତରଣୀ ନଦୀର ଜଳସ୍ତର ବଢିଥିଲା, ସେତେବେଳେ କୋଚିଳା ଗେଙ୍ଗୁଟି ନଦୀ ମଧ୍ୟ ବିପଦ ଉପରେ ବର୍ତ୍ତମାନ ପ୍ରଭାବିତ, ନଦୀର ଜଳସ୍ତର ପ୍ରଭାବିତ ହୋଇଥିଲା, ଯୋଉଥିପାଇଁ ଅନେକ ଅଞ୍ଚଳରେ ପାଣି ପଶିବା ସହିତ ଅନେକ ରାସ୍ତାଘାଟ ମଧ୍ୟ କ୍ଷୟକ୍ଷତି ଘଟାଇଛି। ଯେହେତୁ ଚାଷ ସମୟ ରହିଥିଲା, ଚାଷ ମଧ୍ୟ ବ୍ୟାପକ ପରିମାଣରେ ନଷ୍ଟ ହୋଇଛି। ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି, ସେମାନେ ଭୋକ ଉପାସରେ ମଧ୍ୟ ଦିନ କାଟୁଛନ୍ତି। ସେମାନଙ୍କ ପ୍ରଶାସନ ତୁରନ୍ତ ପହଞ୍ଚିବା ଆବଶ୍ୟକ ରହିଛି। ଭଦ୍ରକ ଜିଲ୍ଲାରେ ଦୁଇଟି ବ୍ଲକ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଗୋଟେ ରହୁଛି ଭଣ୍ଡାରୀପୋଖରୀ, ଅନ୍ୟ ହେଉଛି ଧାମନଗର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଦେଖାଦେଇଛି। ବନ୍ୟା ଫଳରେ ଆପଣ ଏବେ ତଳିଆ ଅଞ୍ଚଳରେ ପାଣି ଯେହେତୁ ବଢୁଛି, ତିହିଡି କୁହନ୍ତୁ, ଚାନ୍ଦବାଲି, ଏ ଅଞ୍ଚଳକୁ ବର୍ତ୍ତମାନ ଧୀରେ ଧୀରେ ବନ୍ୟା ପାଣି ବର୍ତ୍ତମାନ ପ୍ରବେଶ କରୁଛି। ଏ ଅଞ୍ଚଳରେ ମଧ୍ୟ ଲୋକର ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। ଏଠି ପ୍ରଶାସନ ଯେଭଳି ଭାବେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ବ୍ୟବସ୍ଥା କରୁଛି, ଅନେକ ଅଞ୍ଚଳରେ ଯାହା ପହଞ୍ଚି ପାରୁନି, ଏ ଲୋକ ମଧ୍ୟ ଅଭିଯୋଗ କରୁଛନ୍ତି। କାହିଁକିନା ଲୋକଙ୍କ ପାଖରେ ପହଞ୍ଚିବା ଦରକାର, ଲୋକଙ୍କର ଜୀବନ ଜୀବିକା ପ୍ରଭାବିତ ନ ହେବା ଆବଶ୍ୟକ ରହିଛି। ସରକାର ଏଥିପ୍ରତି ନିହାତି ଭାବେ ଧ୍ୟାନ ଦେବା ରହିଛି। ଏବେ ବି ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଯେଉଁମାନେ ରହିଛନ୍ତି, ବିଭିନ୍ନ ଜାଗାକୁ ଯେହେତୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, ଯେଉଁମାନେ ନଦୀ କୂଳ ଅଞ୍ଚଳରେ ରହୁଛନ୍ତି, ସେମାନେ ବିଶେଷ କରି ପ୍ରଭାବିତ ରହୁଛନ୍ତି। ଆପଣ କୋଚିଳା, ଗେଙ୍ଗୁଟି, ବୈତରଣୀ, ଏସବୁ ନଦୀରେ ବର୍ତ୍ତମାନ ଏବେ ବି ଯେହେତୁ ଭରପୁର ବନ୍ୟା ଜଳ ପ୍ରବେଶ କରୁଛି, ସେଥିପାଇଁ ଏଭଳି ପରିସ୍ଥିତି ଉପୁଜିଛି। ଆପଣ ପ୍ରଧାନୀ ପଞ୍ଚାୟତରେ ଯୋଉ ଶୈଳ ରହିଛି, ଶୈଳଠାରେ ଯୋଉ 500 ଫୁଟର ଯେଭଳି ଭାବେ ଘାଇ ରହିଥିଲା, ସୃଷ୍ଟି ହୋଇଥିଲା, ତାକୁ ଯେହେତୁ ପ୍ରଶାସନ ସ୍ତରରେ ଅସ୍ଥାୟୀ ମରାମତି କରାଯାଇଛି, ସେଠି ମଧ୍ୟ ସ୍ଥାୟୀ ସମାଧାନ ପାଇଁ ଲୋକ ଦାବି କରିଛନ୍ତି। ଏପଟେ ଭଣ୍ଡାରୀ ପୋଖରୀରେ ଯୋଉ କଣ୍ଟି ଘାଇ, ଯୋଉଟା କି ଯେ ଏକ ପ୍ରକାର କୁହାଯାଇପାରେ ଦୁଃଖ, ଯୋଉଟା ଭଦ୍ରକ ଜିଲ୍ଲାରେ, ତାକୁ ସ୍ଥାୟୀ ସମାଧାନ କରିବା ପାଇଁ ସାଧାରଣ ଲୋକ ଦାବି କରୁଛନ୍ତି। କଣ୍ଟି ଘାଇର ଯେତେବେଳେ ପାଣି ଆସେ, ସେତେବେଳେ ଭଣ୍ଡାରୀ ପୋଖରୀ, ଧାମନଗର, ତିହିଡି ଏ ଅଞ୍ଚଳରେ ଏକ ପ୍ରକାର ଜଳମଗ୍ନ ହେବା ସହିତ ଏ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଏ। ସେଟା ସ୍ଥାୟୀ ସମାଧାନ ହେଲେ ବନ୍ୟା ଦାଉରୁ ଭଦ୍ରକ ଜିଲ୍ଲା ମୁକ୍ତି ପାରନ୍ତା ବୋଲିକି ଏ କଥା ମଧ୍ୟ ସାଧାରଣ ଆଲୋଚନା ହେଉଛି। ଏବେ ଯଦି କହିବା, ସଙ୍ଗୀନ ସ୍ଥିତି ଯେହେତୁ ରହିଛି, ସବୁ ଜାଗାରେ ପାଣି ରହିଛି, ଜଳବନ୍ଦୀ ଅବସ୍ଥା, ଲୋକ କାଟୁଛନ୍ତି, ଜୀବନ ଅତିବାହିତ କରୁଛନ୍ତି, ଲୋକଙ୍କ ଘରେ ପାଣି ପଶିଛି, ଲୋକଙ୍କର କାହାର ଦୁର୍ଦ୍ଦଶା ଏକ ପ୍ରକାର ବଢୁଛି। ବନ୍ୟା ପରର ସ୍ଥିତି ଆମେ ଦେଖୁଛୁ। ଏବେ ଗ୍ରାଉଣ୍ଡ ଜିରୋକୁ ଯାଇକି କିଭଳି ବନ୍ୟାର ବିଭୀଷିକା ରହିଛି, ତ ବିଭିନ୍ନ ଜାଗାରେ ଏକ ପ୍ରକାର କୁହାଯାଇପାରେ ଭୋକ ଉପାସରେ ଲୋକମାନେ ଜୀବନ କାଟୁଛନ୍ତି। ତୁରନ୍ତ ସରକାର ସେମାନଙ୍କ ପ୍ରଶାସନିକ ଅଧିକାରୀ ପହଞ୍ଚି ସେମାନଙ୍କୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବା ପାଇଁ ସାଧାରଣ ଲୋକ ଦାବି କରିଛନ୍ତି। ଭଦ୍ରକ ଧାମନଗରରୁ ସତ୍ୟବ୍ରତ ପ୍ରଧାନ, ନକ୍ଷତ୍ର ନ୍ୟୁଜ।